ସୁନାବେଡ଼ାଠାରେ ଉତ୍କଳ ସଂସ୍କୃତି କ ପରିଷଦ ତରଫରୁ ବୋଇତ ବନ୍ଦାଣ। ଆ କା ମା ବଇ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସିକ ଧର୍ମ ମୋର। ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କୋରାପୁଟ ଜିଲ୍ଲା ସୁନାବେଡ଼ାରେ ଧୁମଧାମରେ ପାଳିତ ହୋଇଛି ବୋଇତ ବନ୍ଦାଣ। ଜଗନ୍ନାଥ ମନ୍ଦିରଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଝୋଟି ଚିତା, ହୁଳହୁଳି, ଓଡ଼ିଆଣୀ ବେଶ, ଓଡ଼ିଆ ଘରର ପାରମ୍ପରିକ ପିଠାପଣା ପ୍ରତିଯୋଗିତା ଆୟୋଜନରେ କାର୍ତ୍ତିକ ପୂର୍ଣ୍ଣିମା ଆମ ଓଡ଼ିଶାର ପରମ୍ପରା ଓ ଧର୍ମୀୟ ଭାବନା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତେବେ ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ଇତିହାସ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟତା ରହିଆସିଛି। ପ୍ରାଚୀନ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଭାରତ ଇତିହାସର ଏକ ଗୌରବମୟ ଅଧ୍ୟାୟ। ପ୍ରାକୃତିକ ପରିବେଶ କଳିଙ୍ଗର ନାବିକମାନଙ୍କୁ ନୌଚାଳନାରେ କୁଶଳତା ଓ ପାରଦର୍ଶିତା ଲାଭ କରିବା ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥିଲା। ବହୁ ନଦ ନଦୀ ଦ୍ୱାରା କଳିଙ୍ଗର ଉପକୂଳ ଅଞ୍ଚଳ ନୌଚାଳନା ପାଇଁ ବିଶେଷ ଅନୁକୂଳ ଥିଲା। ଲହରୀମାଳା ସମୁଦ୍ରର ରହସ୍ୟମୟ ଆହ୍ୱାନ ସାଧବ ପୁଅଙ୍କୁ ସମୁଦ୍ର ବକ୍ଷରେ ବୋଇତ ମେଲି ଦରିଆ ପାରି ପାଇଁ ପ୍ରେରଣା ଯୋଗାଇଥିଲା। ସେହି ସ୍ମୃତି ସାଉଁଟିବା ସକାଶେ ଏବଂ ଓଡ଼ିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ କଳିଙ୍ଗର ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିବ। ତେବେ ଏଥିନିମନ୍ତେ କୋରାପୁଟ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଚଳିତ ମାସ 15 ତାରିଖ ଦିନ ଚନ୍ଦନ ପୋଖରୀ, ସୁନାବେଡ଼ା ମନ୍ଦିର ନିକଟତର ପୋଖରୀରେ ମୁହାଣ ସ୍ଥିର ଜଳଭାଗରେ ଅନୁଷ୍ଠିତ ଡଙ୍ଗା ଛାଡ଼ିଥିଲେ। ଜନସାଧାରଣ, ସାମ୍ବାଦିକ, ପ୍ରଶାସନିକ ଅଧିକାରୀଗଣ ସମ୍ପୂର୍ଣ୍ଣ ଉପସ୍ଥିତ ଥିବା ଜଣାପଡ଼ିଛି। ତେବେ ପ୍ରାତଃ 3 ଘଟିକା ସମୟଠାରୁ ସକାଳ 4:30 ପର୍ଯ୍ୟନ୍ତ ଏବଂ ସକାଳ 5 ଘଟିକା ସମୟରେ ସମବେତ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଥିଲା। ପାରମ୍ପରିକ ରୀତିନୀତି ଅନୁଯାୟୀ ସାଧବ ପୁଅ, ସାଧବ ବୋହୂ, ତ ପୋଇର କାହାଣୀର ଚରିତ୍ରଙ୍କ ଗହଣରେ ଏହି ଉତ୍ସବ ହେବ। ମା ମଙ୍ଗଳାଙ୍କ ଆଳତି, ମା ଗଙ୍ଗାଙ୍କ ଆଳତି, ବିଜୟ ତିଲକ, ଶଙ୍ଖ ବାଦ୍ୟ, ହୁଳହୁଳି ଏବଂ ଆତସବାଜି ଦ୍ୱାରା ଏହା ଆୟୋଜନ ହେବ। ତେବେ ମୁଖ୍ୟ ଅତିଥି ଭାବେ ସୁନାବେଡ଼ା ହାଲ୍ ଜିଏମ୍ ଶିଶିର ମହାପାତ୍ର, ସହଧର୍ମିଣୀ ରୀନା ପାତ୍ର, କାଳଲ ଭଟ୍ଟାଚାର୍ଯ୍ୟ ବୋଇତ ବନ୍ଦାଣରେ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ସୁନାବେଡ଼ାର ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ନିଜର ବୋଇତ ସମର୍ପିତ କରି କୋରାପୁଟ ଚନ୍ଦନ ପୋଖରୀ, ନରେନ୍ଦ୍ର ସରୋବର, ସୁନାବେଡ଼ା ହାଲ୍ କେରାଣ୍ଡି ନଦୀ ଏବଂ ଜଗନ୍ନାଥ ପୋଖରୀରେ ଦୀପ ଜଳାଇ ଡଙ୍ଗା ଭସାଇଥିଲେ। କୋରାପୁଟରୁ ଭେଙ୍କଟେଶ ରାଓଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।